ମୁଁ କୃଷ୍ଣାଂଶୁ ଆପଣଙ୍କୁ ସ୍ୱାଗତ କରୁଛି ଷ୍ଟଡି ପ୍ଲାଟଫର୍ମ ଷ୍ଟଡି ଷ୍ଟାର୍ଟ को ଆଜିର ଭିଡ଼ିଓ ବହୁତ ହି ଗୁରୁତ୍ୱପୂର୍ଣ୍ଣ ସେଇମାନଙ୍କ ପାଇଁ ଯେଉଁମାନେ ପିଓର ନୋଟିଫିକେସନକୁ ଅପେକ୍ଷା କରିଛନ୍ତି ପିଓ କେବେ ଆସିବ ବାରମ୍ବାର ପ୍ରଶ୍ନ କରୁଛନ୍ତି ସେମାନଙ୍କ ପାଇଁ ଭିଡ଼ିଓ ବହୁତ ହି ଗୁରୁତ୍ୱପୂର୍ଣ୍ଣ ରହିବ। ଆପଣମାନେ କାଲି ଗୋଟେ ପେପର ଆର୍ଟିକଲ ଦେଖିଥିବେ ଯେଉଁଥିରେ ଆପଣଙ୍କର ମେନସନ୍ ଅଛି ଯେ ପଞ୍ଚାୟତ ଇଲେକ୍ସନ୍ ଆପଣମାନଙ୍କର ଘୁଞ୍ଚି ଯାଇଛି ଫେବୃଆରୀ ନୁହେଁ କି ଏପ୍ରିଲ ମେରେ ଆପଣମାନଙ୍କର ହେବ। କାହିଁକି ଗୁରୁତ୍ୱପୂର୍ଣ୍ଣ କଥା ଯେ ବର୍ତ୍ତମାନ ଯେଉଁ ଚାଲିଛି ଜନଗଣନାରେ ଆପଣମାନଙ୍କର ଯେଉଁମାନେ ଶିକ୍ଷକ ହେଲେ ସେମାନଙ୍କୁ ନିଯୁକ୍ତି ଦିଆଯିବ ଏବଂ ଆପଣ ଜାଣିଛନ୍ତି ପଞ୍ଚାୟତ ଇଲେକ୍ସନରେ ଡ୍ୟୁଟି ବି ସେମାନଙ୍କର ରହିବ। ତେଣୁ ବର୍ତ୍ତମାନ କଥା ହେଉଛି ଯେହେତୁ ଜନଗଣନା ଅଛି ଏବଂ ପଞ୍ଚାୟତ ଇଲେକ୍ସନ୍ ଅଛି ପଞ୍ଚାୟତ ଇଲେକ୍ସନକୁ କିଛି ଦିନ ଘୁଞ୍ଚେଇ ଦିଆଗଲା। କିନ୍ତୁ ପ୍ରଶ୍ନ ଯେ ପଞ୍ଚାୟତ ଏକ୍ଜିକ୍ୟୁଟିଭ୍ ଅଫିସର ପିଓର ଭ୍ୟାକେନ୍ସିରେ କିଛି ବିଳମ୍ବ ହେବ କି? ଦେଖନ୍ତୁ ବର୍ତ୍ତମାନ ସମୟ ମିଳିଗଲା ସରକାରଙ୍କୁ ଏବଂ OSSକୁ 8-9 ମାସ। କାହିଁକି ବର୍ତ୍ତମାନ ଯଦି ଆମେ ଅଗଷ୍ଟରୁ ଦେଖିବା ଆପଣମାନଙ୍କର ଯେଉଁ ପଞ୍ଚାୟତ ଇଲେକ୍ସନ୍ ଅଛି ଆପଣଙ୍କର ତା ପୂର୍ବରୁ ପିଓର ନିଯୁକ୍ତି ସେମାନେ କରିପାରିବେ। ତାର ଅର୍ଥ ନୁହେଁ ଯେ ନୋଟିଫିକେସନ୍ ଆସିବାରେ କିଛି ବିଳମ୍ବ ହୋଇପାରିବ। ଗୋଟେ ନିଯୁକ୍ତି ଯେତେବେଳେ ଆସେ ଆପଣଙ୍କୁ 1 ମନ୍ଥ ଆପ୍ଲାଏ କରିବା ପାଇଁ ଦିଆଯିବ। ତାପରେ ଯେତେବେଳେ ଆପ୍ଲାଏ ଆପଣମାନେ କରିସାରୁଛନ୍ତି ତାପରେ ଗୋଟେ ରିଜେକ୍ଟ ଲିଷ୍ଟ ପୁଣି ଆପଣମାନଙ୍କର ଆସେ ଅର୍ଥାତ୍ ଯେଉଁଗୁଡ଼ିକ ଫର୍ମ ଗୁଡ଼ା ସବମିଟ୍ ହେଇନି ଠିକ୍ସେ ସେମାନଙ୍କୁ ରିଜେକ୍ଟ କରାଯିବ। ତାପରେ ଏକ୍ଜାମ୍ ପୂର୍ବରୁ ଗୋଟେ ମାସ ପୂର୍ବରୁ ଆପଣଙ୍କୁ ନୋଟିଫିକେସନ୍ ଦିଆଯିବ ଅର୍ଥାତ୍ ଗୋଟେ ଭ୍ୟାକେନ୍ସି ଆସିବାର ପ୍ରାୟତଃ 3 ମାସ ଲାଗିଯାଏ ଏକ୍ଜାମ୍ ଡେଟ୍ ଆସିବାକୁ। ଏକ୍ଜାମ୍ ହେଲା ପରେ ବହୁତ ସାରା ସିଫ୍ଟରେ ଏକ୍ଜାମ୍ ମାସେ ପାଖାପାଖି ଏକ୍ଜାମ୍ ଆପଣମାନଙ୍କର ହେବ। ଏକ୍ଜାମ୍ ହେଇସାରିଲା ପରେ ପୁଣି ସେମାନଙ୍କର ରେଜଲ୍ଟ ଆସିବ। ରେଜଲ୍ଟ ଆସିଲା ପରେ ପୁଣି ଆପଣଙ୍କୁ କିଛି ଦିନ ପାଇଁ ସ୍କିଲ୍ ଟେଷ୍ଟ ପାଇଁ ସମୟ ମିଳିବ। ସ୍କିଲ୍ ଟେଷ୍ଟ କରିସାରିଲା ପରେ DV ଅଛି। ଏସବୁ ପ୍ରୋସେସ୍ କରିବା ପାଇଁ ନିଶ୍ଚିତ ଭାବରେ ଆପଣଙ୍କୁ ସମୟ ଲାଗିବ। ତେଣୁ ନୋଟିଫିକେସନ୍ ଆସିବାରେ କୌଣସି ବିଳମ୍ବ ହେବାର ନାହିଁ। ଠିକ୍ ଅଛି, ନୋଟିଫିକେସନ୍ ବହୁତ ଜଲ୍ଦି ଆସିବାକୁ ଯାଉଛି କାହିଁକି ନା ସମୟ ନାହିଁ ସରକାରଙ୍କ ପାଖରେ। ଆପଣ ଘୁଞ୍ଚି ଯାଇଛି ପଞ୍ଚାୟତ ଇଲେକ୍ସନ୍ ସତ କିଛି ଦିନ ତାଙ୍କୁ ସମୟ ମିଳିଯାଇଛି କିନ୍ତୁ ପ୍ରୋସେସ୍କୁ ବି ତ ଶେଷ କରିବା ପାଇଁ ସମୟର ଆବଶ୍ୟକତା ଅଛି। ତେଣୁ ଯେଉଁମାନେ ପ୍ରିପାରେସନ୍ କରୁଛନ୍ତି ଭାବନ୍ତୁନି ଯେ ବିଳମ୍ବ ହେବ। ଠିକ୍ସେ ପ୍ରିପାରେସନ୍ କରନ୍ତୁ, ଟାର୍ଗେଟ୍ ରଖିକି ପ୍ରିପାରେସନ୍ କରନ୍ତୁ। ଭ୍ୟାକେନ୍ସି ଆସିବାର ଅଛି ଆପଣମାନେ ଦେଖିସାରିଛନ୍ତି। ଆପଣଙ୍କର ପେପରରେ ବି ବାହାରିଥିଲା ଆପଣଙ୍କର ପଞ୍ଚାୟତ ଇଲେକ୍ସନ୍ ପୂର୍ବରୁ ସେମାନଙ୍କର ଆବଶ୍ୟକତା ଅଛି ତେଣୁ ସେ ନିଯୁକ୍ତି ସରିବ। ପଞ୍ଚାୟତ ଏକ୍ଜିକ୍ୟୁଟିଭ୍ ଅଫିସର ନିଯୁକ୍ତି ପଞ୍ଚାୟତ ଇଲେକ୍ସନ୍ ପୂର୍ବରୁ ସରିବ। ପଞ୍ଚାୟତ ଇଲେକ୍ସନ୍ ଡେଟ୍ ଘୁଞ୍ଚିଲା ତାକୁ ନେଇକି ଯେଉଁ ନିଯୁକ୍ତି ଅଛି ସେ ନିଯୁକ୍ତିକୁ ଆପଣ ଭାବନ୍ତୁନି ଯାହା ଘୁଞ୍ଚି ଯାଇଛି ମାନେ ପଞ୍ଚାୟତ ଇଲେକ୍ସନ୍ ତ ହେବନି, ସେମିତି ନାହିଁ। ପଞ୍ଚାୟତ ଇଲେକ୍ସନ୍ ହେବ, ଇଲେକ୍ସନ୍ ହେବ, ରାଜନୀତି ହେବ। ଠିକ୍ ଅଛି, ଇଲେକ୍ସନ୍ କୌଣସି ଅସୁବିଧା ହେବନି। ଆପଣଙ୍କର ଭ୍ୟାକେନ୍ସି ଆସିବ କିନ୍ତୁ ଭ୍ୟାକେନ୍ସିରେ ଆପଣ ସିଲେକ୍ସନ୍ ପାଇପାରୁଛନ୍ତି ସେଇଟା ବଡ଼ କଥା। ତେଣୁ ଯେଉଁମାନେ ପ୍ରିପାରେସନ୍ କରୁଛନ୍ତି ଲାଗିକି ପ୍ରିପାରେସନ୍ କରନ୍ତୁ। ଷ୍ଟଡି ସାର୍ଟ ସହିତ ଯୋଡ଼ିକି ଆପଣ ପ୍ରିପାରେସନ୍ କରିପାରିବେ। ନମ୍ବର ଆପଣଙ୍କ ସାମ୍ନାରେ ଅଛି, କଣ୍ଟାକ୍ଟ କରିପାରିବେ ଏବଂ ଆପଣମାନେ ଏଡ୍ ହୋଇପାରିବେ। ଭିଡ଼ିଓ କ୍ଲାସ୍ରେ ଯଦି ଏଡ୍ ହେଉଛନ୍ତି ଆପଣମାନଙ୍କୁ 799 ଯେଉଁଥିରେ ଭିଡ଼ିଓ କ୍ଲାସ୍ ସହିତ PDF ପ୍ରୋଭାଇଡ଼ କରାଯିବ, ଟେଷ୍ଟ ସିରିଜ୍ ଦିଆଯିବ, ସବୁ କିଛି ଆପଣଙ୍କୁ ପ୍ରୋଭାଇଡ଼ କରାଯାଉଛି। କେବଳ PDF ନେବାକୁ ଚାହିଁଲେ 299 ନେଇପାରିବେ କିନ୍ତୁ ଆପଣଙ୍କୁ ମୁଁ ସଜେଷ୍ଟ କରିବି ଭିଡ଼ିଓ ସହିତ PDF କ୍ଲାସ୍ରେ ଏଡ୍ ହୁଅନ୍ତୁ। କାରଣ 799ରେ ଆପଣମାନଙ୍କୁ ବର୍ତ୍ତମାନ ମାର୍କେଟରେ ତ କେଉଁଠି ଏତେ କମ୍ରେ ମିଳିବନି କାରଣ ଭିଡ଼ିଓ ବି ଦିଆଯାଉଛି, PDF ଦିଆଯାଉଛି ଥିଓରି, ତା ସହିତ MCQ, ତାଠୁ 10ଟା ଟେଷ୍ଟ ସିରିଜ୍ ଆପଣଙ୍କୁ ଦିଆଯିବ ଏକ୍ଜାମ୍ ପୂର୍ବରୁ, ପ୍ରିଭିୟସ୍ କ୍ୱେଶ୍ଚନ୍ ଆନାଲିସିସ୍ ଦିଆଯିବ। ଏତେ ସାରା ଆପଣଙ୍କୁ କଣ୍ଟେଣ୍ଟ ପ୍ରୋଭାଇଡ଼ କରାଯାଉଛି। डिटेल्स वीडियो रहिबो। आपण मतामत अपेक्षा रही जो मैंने प्रिपेरेसन करने चाहते जोड़ी प्रिपेरेसन करेंगे। धन्यवाद।